ଜାତୀୟ ଶିକ୍ଷାନୀତି 2020 ଆସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯାଇଛି। ତ ଆଜି ଆମେ ଦେଖିବା ଆପଣଙ୍କର ଷଷ୍ଠ ଶ୍ରେଣୀ ବିଜ୍ଞାନ ଜିଜ୍ଞାସା ପାଠ୍ୟପୁସ୍ତକଟି। ତ ଇଏ ରହିଛି ଆପଣଙ୍କର ପ୍ରସ୍ତାବନା ଜାତୀୟ ଶିକ୍ଷାନୀତି 2020ର। ତା ସହିତ ପାଠ୍ୟପୁସ୍ତକ ବିଷୟରେ ଏଠି ମଧ୍ୟ ଡିଟେଲ୍ସ ରହିଛି। ଆପଣ ଏଗୁଡ଼ିକ କେୟାରଫୁଲି ରିଡ୍ କରିବେ। ଏଠି ଆପଣଙ୍କର ଦେଖନ୍ତୁ, ଆପଣଙ୍କର ଏଇ ଯେଉଁ ଷଷ୍ଠ ଶ୍ରେଣୀ ଆପଣଙ୍କର ବିଜ୍ଞାନ ପାଠ୍ୟପୁସ୍ତକ ଜିଜ୍ଞାସା ରହିଛି, ଏଠି ଆପଣଙ୍କର 12ଟି ଅଧ୍ୟାୟ ରହିଛି। ଏ 12ଟି ଅଧ୍ୟାୟ ଗୁଡ଼ିକ ଭିତରେ ଶିକ୍ଷାର୍ଥୀମାନଙ୍କର ଆଗ୍ରହ ବଜାୟ ରଖିବା ପାଇଁ ଆହ୍ୱାନମୂଳକ ଧାରଣା, ଅତିରିକ୍ତ ସୂଚନା, କବିତା, ଗପ, ଅଦ୍ଭୁତ ଘଟଣାବଳୀ, ଅନ୍ୟାନ୍ୟ ଆଗ୍ରହ ଉଦ୍ଦୀପକ ବିଷୟବସ୍ତୁକୁ ଅଣମାନନିର୍ଦ୍ଧାରଣ ରୂପରେ ତୁମେ ଜାଣିଛ କି, ଅଧିକ ଜାଣିବା, ଟିକେ ଚିନ୍ତା କର, ଅଧିକ ଶିଖିବା ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଆପଣ ଏଟାକୁ କେୟାରଫୁଲି ରିଡ୍ କରିବେ। ସିଲାବସ୍ ଓ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ କୋର୍ କମିଟି, ଦେନ୍ ବନ୍ଦେ ଉତ୍କଳ ଜନନୀ, ଦେନ୍ ଏଠି ସୂଚୀପତ୍ର ଦେଖନ୍ତୁ। ଆପଣଙ୍କର ପ୍ରଥମ ଅଧ୍ୟାୟ ରହିଛି ବିଜ୍ଞାନର ଚମତ୍କାର ଦୁନିଆ, ଦ୍ୱିତୀୟ ଅଧ୍ୟାୟ ରହିଛି ଜୀବଜଗତର ବିବିଧତା, ତୃତୀୟ ଅଧ୍ୟାୟ ରହିଛି ସୁଷମ ଖାଦ୍ୟ ସୁସ୍ଥ ଶରୀର ଉପାୟ, ଚତୁର୍ଥ ଅଧ୍ୟାୟ ଚୁମ୍ବକ ଅନ୍ୱେଷଣ, ଦେନ୍ ରହିଛି ଦୈର୍ଘ୍ୟ ମାପ ଏବଂ ଗତି, ଆମ ଚତୁଃପାର୍ଶ୍ୱରେ ଥିବା ବସ୍ତୁ, ତାପମାତ୍ରା ଏବଂ ଏହାର ମାପ, ଜଳର ବିଭିନ୍ନ ଅବସ୍ଥା, ପୃଥକୀକରଣର ପଦ୍ଧତି, ଜୀବଜଗତର ବୈଶିଷ୍ଟ୍ୟ, ପ୍ରାକୃତିକ ସମ୍ପଦ, ଆମ ବିଶ୍ୱ। ବିଜ୍ଞାନର ଚମତ୍କାର ଦୁନିଆ ଇଏ ରହିଛି ପ୍ରଥମ ଅଧ୍ୟାୟ। ଏହି ପୁସ୍ତକ ସାହାଯ୍ୟରେ ଆମେ କ'ଣ ଜାଣିପାରିବା? ବହୁତ ସୁନ୍ଦର ଚିତ୍ର ଗୁଡ଼ିକ ମଧ୍ୟ ରହିଛି। ଆମେ ନିଜେ କିପରି ଆମ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା? ଆସ ଚିନ୍ତା କରି ଲେଖିବା। ଏଠି ଗୋଟେ ନୀତିବାଣୀ ମଧ୍ୟ ରହିଛି। ପିଲାମାନଙ୍କ ପାଇଁ ବହୁତ ସାରା ଆକ୍ଟିଭିଟିଜ୍ ରହିଛି, ତା ସହିତ ବହୁତ ସୁନ୍ଦର ଚିତ୍ର ଗୁଡ଼ିକ ମଧ୍ୟ ଏଥିରେ ସ୍ଥାନ ପାଇଛି। ଦେଖିବା ପ୍ରତି ବିଷୟ ଗୁଡ଼ିକର ନୀତିବାଣୀ ରହୁଛି ନା ନାହିଁ। ପରବର୍ତ୍ତୀ ସମୟରେ ଆମେ ପ୍ରତ୍ୟେକ ବିଷୟ ଉପରେ ଚେଷ୍ଟା କରିବା ଆଲୋଚନା କରିବା ପାଇଁ। ଆମେ କ'ଣ ଶିଖିଲେ ପ୍ରତ୍ୟେକ ବିଷୟର ଶେଷରେ ଥିବ ଏଇଟା ମୁଖ୍ୟ ବିନ୍ଦୁ ଗୁଡ଼ିକ। ଏ ଯେଉଁ ଅଭ୍ୟାସ କାର୍ଯ୍ୟଟି ଥିଲା, ଏଠି ଦେଖନ୍ତୁ ଆପଣଙ୍କର ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା। ଅଧିକ ଶିଖିବା। ଦେଖନ୍ତୁ ଏଠି ମଧ୍ୟ ଗୋଟେ ଅମୃତବାଣୀ ରହିଛି। ତା ଅର୍ଥ ପ୍ରତ୍ୟେକ ବିଷୟରେ ଗୋଟିଏ ଗୋଟିଏ ନୀତିବାଣୀ ବା ଅମୃତବାଣୀ ରହିଛି। ଯେମିତିକି ଏଇଟା ଆପଣଙ୍କର ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ ଉପରେ ରହିଛି। ଏଠାରେ କିଏ ସୁସ୍ଥ, ଯିଏ ଋତୁ, ସମୟ ଏବଂ ସ୍ଥାନ ଅନୁସାରେ ସ୍ୱାସ୍ଥ୍ୟକର ଉପଯୁକ୍ତ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଥାଏ, ସେ ସୁସ୍ଥ। ଆଜିର ଅନୁଚିନ୍ତା ଏଠି ରହିଛି। ଓକେ, ଇଏ ରହିଛି ଆପଣଙ୍କର ଡିଟେଲ୍ସଟି ଆପଣଙ୍କର ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଯେଉଁ ଜିଜ୍ଞାସା ନୂତନ ନାମକରଣ କରାଯାଇଛି ଏବଂ ଆପଣଙ୍କ ଯେଉଁ ବିଷୟବସ୍ତୁ ଗୁଡ଼ିକ ରହିଛି ଆପଣ ଜାଣିଲେ କି ଆମେ କ'ଣ ଶିଖିଲେ। ଯେମିତି ମୁଖ୍ୟ ବିନ୍ଦୁ ରହିଛି, ତା ଆସ ଚିନ୍ତା କରି ଲେଖିବା ଏଇଟା ରହିଛି। ତା ସହିତ ଗୋଟେ ନୀତିବାଣୀ ମଧ୍ୟ ରହିଛି ଏବଂ ଅଧିକ ଶିଖିବା ପାଇଁ ମଧ୍ୟ ଏଠି ଶିକ୍ଷାର୍ଥୀମାନଙ୍କ ପାଇଁ ରହିଛି। ଟିପ୍ପଣୀ ଦେଖନ୍ତୁ ଏଠି ମଧ୍ୟ ରହିଛି ଗୋଟିଏ ଚୁମ୍ବକର ଅନ୍ୱେଷଣ। ଏଠି ଆପଣଙ୍କ ନୀତିବାଣୀ କିଛି ଦିଆଯାଇନାହିଁ। ଏଠି ଆସ ଅନୁସନ୍ଧାନ କରିବା ଗୋଟେ ରହିଛି, ଦେଖନ୍ତୁ କାର୍ଯ୍ୟ।
ଆସ ପରୀକ୍ଷା କରିବା। ବହୁତ ସାରା ଆକ୍ଟିଭିଟିଜ୍ ରହିଛି ଶିକ୍ଷାର୍ଥୀମାନଙ୍କ ପାଇଁ। ଆସ ତିଆରି କରିବା। ଆମେ କ'ଣ ଶିଖିଲେ ଯେଉଁଟାକି ରହିଛି ମୁଖ୍ୟ ବିନ୍ଦୁ। ଅଭ୍ୟାସ କାର୍ଯ୍ୟର ନାଁଟା ପରିବର୍ତ୍ତନ କରାଯାଇଛି। ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା। ତ ଇଏ ରହିଛି ଟୋଟାଲ୍ 264 ପେଜ୍ର ଏ PDFଟି। ମୁଁ ଏହାର ଲିଙ୍କ୍ ଆପଣଙ୍କୁ ଏ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ତ ଇଜିଲି ଆପଣ ଚାହିଁଲେ ମଧ୍ୟ ଡାଉନଲୋଡ଼୍ କରିପାରିବେ। ଧନ୍ୟବାଦ।